ଭଲ ଭାବରେ ଦେଖନ୍ତୁ ଏହି ଚେହେରାକୁ। ଦର୍ଶକ ବନ୍ଧୁ, ଏ ହେଉଛନ୍ତି ଆପଣଙ୍କ ପ୍ରିୟ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ରାଣୀ ପଣ୍ଡାଙ୍କ ଏମିତି ଅବସ୍ଥା କିଏ କଲା? କାହିଁକି କାନ୍ଦୁଛନ୍ତି ରାଣୀ? ଏବେ ସେ କେମିତି ଅଛନ୍ତି? ଏ ଭିଡ଼ିଓ ଦେଖିବା ପରେ ସମସ୍ତଙ୍କ ମନରେ ଏମିତି ଅନେକ ପ୍ରଶ୍ନ। ଦର୍ଶକ ବନ୍ଧୁ, ଏ ହେଉଛନ୍ତି ସେହି ରାଣୀ ପଣ୍ଡା ଯିଏ ଗରିବର ଦୁଃଖରେ ଦୁଃଖୀ ହୋଇ ସାହାଯ୍ୟର ହାତ ବଢ଼ାଇଥାନ୍ତି। କିଏ ଅସୁବିଧାରେ ପଡ଼ିଲେ ପାଖକୁ ଧାଇଁ ଯାଆନ୍ତି। କିନ୍ତୁ ଆଜି ତାଙ୍କର ଦେଖନ୍ତୁ କିପରି ଅବସ୍ଥା ହୋଇଛି। ଏହି ଭିଡ଼ିଓଟି ରାଣୀ ନିଜେ ତାଙ୍କ ଇନଷ୍ଟା ଷ୍ଟୋରିରେ ସେୟାର କରିଛନ୍ତି। ବର୍ତ୍ତମାନ ରାଣୀ ଘରେ ରହି ଆରାମ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ଟିକେ ସୁଧାର ଆସିଛି ବୋଲି ଜଣାପଡ଼ୁଛି। ହେଲେ କେଉଁ କାରଣରୁ ତାଙ୍କର ଅବସ୍ଥା ଏପରି ହୋଇଛି ତାହାର କାରଣ ଏଯାଏଁ ଜଣାପଡ଼ିନି। ରାଣୀ ପଣ୍ଡା ଏକାଧାରରେ ଜଣେ ଅଭିନେତ୍ରୀ, ଆଇଟମ୍ ଡ୍ୟାନ୍ସର ଓ ସମାଜସେବୀ। ସେ ସବୁବେଳେ କିଛି ନା କିଛି କଥାକୁ ନେଇ ହେଡଲାଇନରେ ରହିଥାନ୍ତି। କେତେବେଳେ ବିବାଦୀୟ ଅଭିନେତ୍ରୀ ତ କେତେବେଳେ ଦରଦୀର ବନ୍ଧୁ, ଆଉ କେତେବେଳେ କମେଡି କରି ଦର୍ଶକମାନଙ୍କୁ ହସାଇଥାନ୍ତି ତ କେତେବେଳେ ନିଜର ଅଭିନୟ ମାଧ୍ୟମରେ କନ୍ଦାଇଥାନ୍ତି। ରାଣୀଙ୍କର ନାଁ ପୂର୍ବରୁ ବିବାଦୀୟ ଟ୍ୟାଗ ଲାଗିଥିଲେ ହେଁ ତାଙ୍କର ଭଲ କାମ ପାଇଁ ସେ ଆଜି ଓଡ଼ିଶାର ଲୋକଙ୍କ ମନର ରାଣୀ ହୋଇପାରିଛନ୍ତି। ତାଙ୍କ ନାଁଟା ଯେମିତି ରାଣୀ, ତାଙ୍କ କାମ ବି ସେମିତି ରାଣୀ ଭଳି। ସେଥିପାଇଁ ତ ଓଡ଼ିଶାର ଲୋକଙ୍କ ହୃଦୟରେ ସେ ଆଜି ରାଜ କରୁଛନ୍ତି। ତେଣୁ ଏହି ଭିଡ଼ିଓଟି ଆସିବା ପରେ ସମସ୍ତେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।